ମନୋଜ ଭଲ ପାଉଥିବା ତାର ଏ ସୁନ୍ଦରୀ ପ୍ରେମିକାଟା 4 ଦିନ ଧରି ଗାୟବ ଥିଲା। ଅନେକ ଦିନ ଧରି ପ୍ରେମ ସମ୍ପର୍କରେ ଥିବା ଲକ୍ଷିତା ଆଉ ମନୋଜ ଖୁବ୍ ଶୀଘ୍ର ବାହା ହେବାକୁ ଯାଉଥିଲେ। ହେଲେ 4 ଦିନ ଧରି ପ୍ରେମିକ ମନୋଜର ଘର ଭିତରୁ ଆସୁଥିଲା ପଚା ଗନ୍ଧ। ସେହି ଗନ୍ଧକୁ ସହି ନପାରି ପଡ଼ୋଶୀମାନେ ପୁଲିସକୁ କଲ୍ କରିଥିଲେ। ଆଉ ପୁଲିସ ପହଞ୍ଚି ଗନ୍ଧ ବାରି ବାରି ପହଞ୍ଚି ଯାଇଥିଲା ସେହି ଜାଗାରେ, ଯେଉଁ ଜାଗାରୁ ମିଳିଥିଲା ଗୋଟେ ଶବ। ହେଲେ ଶବ ଆଉ କାହାର ନଥିଲା, ଏଇ ମନୋଜର ପ୍ରେମିକା ଲକ୍ଷିତାର ଥିଲା। ଏପଟେ କିନ୍ତୁ ପ୍ରେମିକ ମନୋଜର କିଛି ଖୋଜ ଖବର ମିଳୁନଥିଲା। କିଏ ମାରିଲା ଏତେ ସୁନ୍ଦରୀ ଯୁବତୀକୁ, ଆଉ କୁଆଡ଼େ ଗଲା ମନୋଜ? ଏସବୁ ଜାଣିବା ପୂର୍ବରୁ ଆମ ପ୍ରିୟ ଦର୍ଶକଙ୍କୁ ଜଣାଇ ଦେଉଛୁ ଯେ ଆମ ଷ୍ଟୋରି ୱିଥ୍ ପ୍ରତାପରେ 22 ଅକ୍ଟୋବରରୁ ସବୁଦିନ ରାତି 9ଟାରେ ଆରମ୍ଭ ହୋଇଯାଇଛି ବଣ୍ଟି ବବଲିଙ୍କ ରଙ୍ଗ ନମ୍ବର ପ୍ରେମ କାହାଣୀ। ଯଦି ଆପଣ କେଉଁ ଏପିସୋଡ଼କୁ ମିସ୍ କରିଦେଇଛନ୍ତି ତେବେ ଫେସବୁକ୍ ଆଉ ୟୁଟ୍ୟୁବକୁ ଯାଇ ବଣ୍ଟି ବବଲି ଲଭ୍ ଷ୍ଟୋରି ନାଁରେ ହୋଇଥିବା ପ୍ଲେ ଲିଷ୍ଟରେ ସବୁ ଏପିସୋଡ଼କୁ ଦେଖିପାରିବେ। ଏବେ ଆସନ୍ତୁ କାହାଣୀକୁ ଯିବା। ପ୍ରେମର ଏ ଶବ୍ଦଟା ନା 2 ଅକ୍ଷର ନା 3 ଅକ୍ଷର। ଏ ପ୍ରେମଟା ହେଉଛି 2.5 ଅକ୍ଷର। ଆଉ ଏଇ 2.5 ଅକ୍ଷର ପ୍ରେମଟା କୁଆଡ଼େ ପବିତ୍ର। ସତରେ କ'ଣ ଏହି 2.5 ଅକ୍ଷରରେ ଗଢ଼ା ଯାଇଥିବା ପ୍ରେମ ଶବ୍ଦଟା ପବିତ୍ର ନା ଅପବିତ୍ର? ନା ଏ ପବିତ୍ର ପ୍ରେମକୁ ଆଜିକାଲିର ଯୁବପିଢ଼ିମାନେ ଅପବିତ୍ର କରି ପ୍ରେମକୁ ବଦନାମ କରୁଛନ୍ତି? ଏସବୁ କଥା କାହିଁକି ଆମେ କାହାଣୀ ଆରମ୍ଭରୁ କହୁଛୁ, ପୁରା କାହାଣୀ ଶୁଣିଲେ ଜାଣିପାରିବେ ଆଜ୍ଞା। ଏ ପ୍ରେମ ଥିଲା 2 ପବିତ୍ର ଆତ୍ମାର ମିଳନ। ଏ ପ୍ରେମ ଥିଲା ମନୋଜ ଆଉ ଲକ୍ଷିତା ଭିତରେ। ଏ ପ୍ରେମ ଏମିତି ସେମିତି ପ୍ରେମ ନଥିଲା ଆଜ୍ଞା। ଏ ପ୍ରେମ ଥିଲା ଅନେକ ଦିନରୁ ଆରମ୍ଭ ହୋଇଥିବା ଏକ ପବିତ୍ର ବନ୍ଧନ। ମନୋଜ ଆଉ ଲକ୍ଷିତା ଉଭୟ ପିଲାବେଳୁ ପ୍ରେମ ଆରମ୍ଭ କରିଥିଲେ। ମନୋଜ ଯେତିକି ହ୍ୟାଣ୍ଡସମ୍ ଥିଲା, ଲକ୍ଷିତା ବି ସେତିକି ସୁନ୍ଦରୀ ଥିଲା। ସମୟ ଗଡ଼ି ଚାଲିଲା, ବୟସ ବି ବଢ଼ି ଚାଲିଲା, ଆଉ ଏ ପ୍ରେମ ବି ଗଭୀର ହୋଇ ଚାଲିଲା। ବାସ୍, ମନୋଜର ଲକ୍ଷିତା ଉପରେ ଆଉ ଲକ୍ଷିତାର ମନୋଜ ଉପରେ ବିଶ୍ୱାସ ବି ବଢ଼ି ବଢ଼ି ଚାଲିଲା। ସ୍କୁଲ ବେଳୁ ଆରମ୍ଭ ହୋଇଥିବା ଏହି ପ୍ରେମଟା ବହୁତ ଆଗକୁ ବଢ଼ି ଯାଇଥିଲା। ତେଣୁ ଉଭୟଙ୍କ ପରିବାର ଲୋକେ ବି ୟାଙ୍କ ପ୍ରେମରେ ବାଧା ନ ଦେଇ ଏମାନଙ୍କୁ ଏକାଠି କରିବାକୁ ବିବାହ ବି ସ୍ଥିର କରିସାରିଥିଲେ। ଆଉ ଅଳ୍ପ ଦିନର ଅପେକ୍ଷା ଥିଲା ମନୋଜ ଆଉ ଲକ୍ଷିତା ଅଗ୍ନିକୁ ସାକ୍ଷୀ ରଖି ହୋମ ନିଆଁରେ 7 ଫେର ନେଇ ବିବାହର ସେ ପବିତ୍ର ବନ୍ଧନରେ ବାନ୍ଧି ହୋଇ ଉଭୟଙ୍କୁ 7 ଜନ୍ମର ସାଥୀ କରିବାକୁ ଯାଉଥିଲେ। ହେଲେ ଏମିତି ଏକ ଘଟଣା ଘଟିଥିଲା ଯେଉଁ କଥାକୁ ମନୋଜ ଜାଣିଲା ପରେ ନିଜକୁ ସମ୍ଭାଳି ପାରିନଥିଲା। ସବୁଦିନ ଭଳି ଲକ୍ଷିତା ସେଦିନ ସଜବାଜ ହେଇ ମନୋଜକୁ ଦେଖା କରିବାକୁ ମନୋଜ ଘରକୁ ଆସିଲା। ଲକ୍ଷିତା ବିଷୟରେ ଆଗରୁ ସବୁକିଛି ଜାଣିସାରିଥିବା ମନୋଜ ଲକ୍ଷିତାକୁ କାଲି ରାତିରେ କେଉଁଠି ଥିଲା ବୋଲି ପଚାରିଲା। ଲକ୍ଷିତାର ଉତ୍ତର ଆସିଥିଲା ସେ ଘରେ ଥିଲା। କିନ୍ତୁ ମନୋଜ ମୋବାଇଲକୁ ଆସିଥିବା ସବୁ ଫଟୋ ଆଉ ଭିଡ଼ିଓକୁ ଯେତେବେଳେ ଲକ୍ଷିତାକୁ ଦେଖାଇଥିଲା ସେତେବେଳେ ଲକ୍ଷିତା ପାଟିରୁ ଭାଷା ବାହାରି ନଥିଲା। ପ୍ରକୃତରେ ଲକ୍ଷିତା ପୂର୍ବଦିନ ରାତିରେ ଆଉ ଜଣେ ପ୍ରେମିକ ସହ ଥିଲା। ଆଉ ସେହି ପ୍ରେମିକ ହିଁ ଲକ୍ଷିତା ସହିତ ବିତେଇଥିବା ସବୁ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭିଡ଼ିଓ ଲକ୍ଷିତା ଅଜାଣତରେ ସୁଟ୍ କରି ମନୋଜ ମୋବାଇଲକୁ ପଠାଇ ଦେଇଥିଲା। ଆଉ ଜଣାଇବାକୁ ଚାହୁଁଥିଲା ଲକ୍ଷିତା ତା ପ୍ରେମିକା ବୋଲି। ହେଲେ ପିଲାବେଳୁ ଲକ୍ଷିତାକୁ ଭଲ ପାଉଥିବା ପ୍ରେମିକ ମନୋଜ ଏସବୁ ଶୁଣି କେମିତି ବା ସହିଥାନ୍ତା ଆଜ୍ଞା। ଖାଲି ସେତିକି ନୁହେଁ, ମନୋଜକୁ ପିଲାବେଳୁ ଭଲ ପାଉଥିବା ଓ ବାହା ହେବାକୁ ଯାଉଥିବା ଲକ୍ଷିତା ଆହୁରି 4 ଜଣଙ୍କୁ ପ୍ରେମ ଜାଲରେ ଫସେଇ ସାରିଥିଲା। ନିଜ ସୁନ୍ଦରତାର ଫାଇଦା ଉଠାଇବାକୁ ଯାଇ ଅନେକ ଯୁବକଙ୍କୁ ପ୍ରେମ ଜାଲରେ ଫସେଇ ନିଜ ଦେହ ସୁଖ ସାଙ୍ଗକୁ ଅର୍ଥ ବି ବେଶ ରୋଜଗାର କରୁଥିଲା। ଏସବୁ କଥା ମନୋଜ ଜାଣିଲା ପରେ ଆଉ ସବୁ ପ୍ରମାଣ ପାଇବା ପରେ ନିଜକୁ ସମ୍ଭାଳି ପାରିନଥିଲା। ଶେଷରେ ଲକ୍ଷିତାର ହାତ ଗୋଡ଼ ବାନ୍ଧି ଛାତ ଉପରେ ଥିବା ଏକ ପାଣି ଡ୍ରମ୍ରେ ପୂରେଇ ଦେଇଥିଲା। କିଛି ସମୟର ଅପେକ୍ଷା ପରେ ଲକ୍ଷିତା ଛାଟିପିଟି ହେଇ ଏ ଦୁନିଆଟା ସବୁଦିନ ପାଇଁ ଛାଡ଼ି ଦେଇଥିଲା। ତାପରେ ମନୋଜ ଘର ତାଲା ପକାଇ କୁଆଡ଼େ ଫେରାର ହୋଇଯାଇଥିଲା। ଲକ୍ଷିତା ମରିବାର 4 ଦିନ ପରେ ପଚା ଦୁର୍ଗନ୍ଧ ହେବା ଆରମ୍ଭ ହୋଇଯାଇଥିଲା। ଆଉ ସେହି ଦୁର୍ଗନ୍ଧ ଏତେ ବିକଟାଳ ଥିଲା ଯେ କେହି ପଡ଼ୋଶୀ ଶାନ୍ତିରେ ରହିପାରୁନଥିଲେ। ଶେଷରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚିଥିଲା ଆଉ ମନୋଜର ଘର ଚାବି ଭାଙ୍ଗି ଭିତରକୁ ପଶିଥିଲା ଆଉ ଲକ୍ଷିତାର ଶବକୁ ଉଦ୍ଧାର କରିଥିଲା। ସେତେବେଳକୁ ସୁନ୍ଦରୀ ଲକ୍ଷିତା ପୁରା ପଚି ଯାଇଥିଲା। ଆଉ ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇ ତଦନ୍ତ ଆରମ୍ଭ କରିଥିଲା। ଆଉ ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିସାରିଥିଲା ମନୋଜ ହିଁ ଲକ୍ଷିତାର ହତ୍ୟାକାରୀ। କିନ୍ତୁ କାରଣ ଜାଣିବାକୁ ମନୋଜକୁ ଖୋଜିବାକୁ ପ୍ରୟାସ କରିଥିଲା ପୋଲିସ। ମନୋଜ ବି ସବୁ ସତ ସାମ୍ନାକୁ ଆଣିବାକୁ ପୋଲିସ ପାଖରେ ସରେଣ୍ଡର କରିଥିଲା। ଆଉ ପୋଲିସ ଆଗରେ ସବୁ ସତ ବଖାଣିବା ସହିତ ମୋବାଇଲରେ ଥିବା ସବୁ ପ୍ରମାଣ ବି ପୋଲିସକୁ ଦେଖାଇଥିଲା। ପୋଲିସ ସବୁ ସତ ଜାଣିଲା ପରେ ମନୋଜକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଦର୍ଶକ ବନ୍ଧୁ, ମାନୁଛୁ ଲକ୍ଷିତା ସୁନ୍ଦରୀ ଥିଲା, ଯବାନ ବି ଥିଲା। ହେଲେ ମନୋଜ ତ ତାକୁ ସବୁ ଖୁସି ଦେଉଥିଲା। ମନୋଜ ଭଲ ଚାକିରି କରୁଥିଲା, ଭଲ ଟଙ୍କା ରୋଜଗାର ବି କରୁଥିଲା। ଲକ୍ଷିତାକୁ ଶାରୀରିକ ସୁଖ ତ ଅନେକ ଦିନ ତଳୁ ଦେଇ ଆସୁଥିଲା।
ତଥାପି ଲକ୍ଷିତାର ଏମିତି କ'ଣ ଅଭାବ ଥିଲା ଯେଉଁଥିପାଇଁ ଅନ୍ୟ ଯୁବକଙ୍କୁ ଲୁଚି ଲୁଚି ପ୍ରେମ କରୁଥିଲା। ସେ ପୁଣି ଜଣେ କି 2 ଜଣ ନୁହେଁ ଆଜ୍ଞା, ପୁରା 4 ଜଣ ଯୁବକଙ୍କୁ। ସତରେ এই ଲକ୍ଷିତା ଭଳି ଯୁବତୀଙ୍କ ପାଇଁ ଏ ପ୍ରେମ ଉପରୁ ଭରସା ତୁଟି ଯାଉଛି। ଖାଲି ଭରସା ତୁଟୁନି, ଏ ପବିତ୍ର ପ୍ରେମଟା ବି କଳଙ୍କିତ ହୋଇ ବଦନାମ ଗଳିରେ ଅପବିତ୍ରର ଜ୍ୱାଳାରେ ଛାଟି ପିଟି ହେଉଛି। ମନୋଜ ଲକ୍ଷିତାର ଜୀବନ ନେଇ କ'ଣ ଭୁଲ କରିଛି? ନା ଆମ ଆଇନ ଅନୁସାରେ ଲକ୍ଷିତାର ସ୍ୱାଧୀନତା ଥିଲା, ସେ ଯାହା କରିଛି ଠିକ୍ କରିଛି, ଆଉ ମନୋଜ ଭୁଲ କରି ଜେଲ୍ ଯାଇଛି? ନା ମନୋଜ ଏଇଭଳି ବେଇମାନ ପ୍ରେମିକା ଲକ୍ଷିତା ସହିତ ଯାହା କରିଛି ଠିକ୍ କରିଛି? ଏସବୁ ପ୍ରଶ୍ନର ଉତ୍ତର ଆପଣମାନେ କମେଣ୍ଟ କରି ନିଶ୍ଚିତ ଦେବେ। ସବୁଦିନ ରାତି 9ଟାରେ ଆରମ୍ଭ ହୋଇଥିବା ବଣ୍ଟି ବବଲିଙ୍କ ରଙ୍ଗ ନମ୍ବର ପ୍ରେମ କାହାଣୀ ଦେଖିବାକୁ ଜମା ବି ଭୁଲିବେନି ଆଜ୍ଞା। ଯଦି କେଉଁ ଏପିସୋଡ଼ ମିସ୍ କରିଦେଉଛନ୍ତି ତେବେ ୟୁଟ୍ୟୁବ୍ ଆଉ ଫେସବୁକ୍ ପ୍ଲେଲିଷ୍ଟରେ ହେଉଥିବା ବଣ୍ଟି ବବଲି ଲଭ୍ ଷ୍ଟୋରିକୁ ଯାଇ ଦେଖିପାରିବେ। ନହେଲେ ଆମକୁ ମେସେଞ୍ଜରରେ ମେସେଜ୍ କଲେ ଆମେ ବି ଆପଣଙ୍କୁ ପ୍ଲେ ଲିଷ୍ଟର ଲିଙ୍କ୍ ଦେଇପାରିବୁ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।